କଟକ ପାରାଦୀପ ରାଜରାସ୍ତାର 15 ନମ୍ବର ନିକଟରେ ସିରିଜ୍ ଦୁର୍ଘଟଣା 5 ଗୁରୁତର ଆହତଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ନେଲେ ଦେବଦତ୍ତ ସଡ଼କ ସୁରକ୍ଷା ବାହିନୀର ସଦସ୍ୟ। 2 କଟକ ସ୍ଥାନାନ୍ତରିତ। ଏକାଧିକ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା। ଆଜି ଅପରାହ୍ନରେ ଏକ କ୍ରେଟା ଗାଡ଼ି କଟକ ପଟୁ ଆସୁଥିବା ବେଳେ ପ୍ରଥମେ ଏକ ପିକଅପ୍ ସହିତ ଧକ୍କା ହେବା ପରେ ଆଉ ଏକ ସୁଇଫ୍ଟ ସହିତ ଧକ୍କା ଦେଇ ଫୁଟପାଥରେ ମାଡ଼ ହୋଇଥିଲା, ଯାହାଫଳରେ କ୍ରେଟାରେ ଥିବା 2 ଜଣ ଗୁରୁତର ଆହତ ହେବା ସହିତ ଅନ୍ୟ ଗାଡ଼ିରେ 3 ଜଣ ଆହତ ହୋଇଥିଲେ। ଖବର ପାଇବା ପରେ ଦେବଦତ୍ତ ସଡ଼କ ସୁରକ୍ଷା ବାହିନୀର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତମାନଙ୍କୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ସୂଚନା ମିଳିଛି। ବେପରୁଆ ଭାବରେ ଏବଂ ନିଶା ସେବନ କରି ଗାଡ଼ି ଚାଳନା ଦ୍ୱାରା ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କୁଜଙ୍ଗ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ୱାଭାବିକ ରହିଛି। କୁଜଙ୍ଗରୁ ମନୋଜ କୁମାର ଜେନାଙ୍କ ରିପୋର୍ଟ, ଚକ୍ରବ୍ୟୁହ ନ୍ୟୁଜ୍।